ଖିଆ ଚାଲନ୍ତୁ ମୋ ବୋଉ କ'ଣ କରୁଛି ଘରକୁ ଯେତେବେଳେ ଆସିଛି ଖିଆ ପିଆ ଚାଲନ୍ତୁ କୁଆଡ଼େ ଗଲା ସେ ଚାଲନ୍ତୁ ଟିକେ ଦେଖିବା। ଆରେ ତୁ କ'ଣ କରୁଛୁ କି ତୋତେ ସେତେବେଳୁ ଡାକୁଛି ଶୁଣିବାର ନାହିଁ ସବୁବେଳେ ତ ଖାଲି ଗଛ ଗଛ ଆଉ ଯେଉଁଠି ଗଲୁ ମୋ ଘରକୁ ଗଲୁ ସେଠି ଗଛ ଲଗେଇଲୁ ଏଠି ସେଇ ଗଛ ସବୁବେଳେ ଗଛ ଗଛ ଲଗେଇବୁନି ହେବ କେମିତି? ଗଛ ଲଗେଇବା ମହାପୁଣ୍ୟ। ଗଛ ଫଳ ଫୁଲ ସବୁ ଦେଉଛି ଛାଇ ଦେଉଛି। ଇଏ ପ୍ରବଳ ଖରାରୁ ଲୋକ ଟିକେ ବସିକି କେତେ ଥକା ମେଣ୍ଟଉଛନ୍ତି। ଆଉ ଗଛ ଲଗେଇବାଟା ଭୁଲ, ଗଛ ଲଗେଇବା ମହାପୁଣ୍ୟ। ହେଟା ତ ସତ କଥା। ଆଉ ଗଛ କହୁଛୁ ମୁଁ ଯଦି ନ କରିଥାନ୍ତି ଏସବୁ ହେଇଥାନ୍ତା ନା। ଇଏ ଉପରେ ତଳେ ପାଣି ବୋଲି ଉପରେ ଚାଲିଛି। ସାଙ୍ଗମାନେ ଶୁଣିଲେ ନା ବୋଉ କେତେ ଗଛ ଉପରେ କେତେ ଜିନିଷ କହିଗଲା। ସତ କଥା ଆମେ ବି ସେତିକି ମାନେ ସମୟ ଦେଇକି ଗଛଟେ ଲଗେଇ ପାରୁନୁ। ତାର ଗଛ ପ୍ରତି ବେଳରୁ ଯେଉଁଠି ବି ସେ ରହେ ସେ ମୋ ଘରକୁ ଆସିଲା ଏଠି ଆଣି ମୋତେ ମାଟି ଆଣିକି ଦେ ଇଏ ଦେ ଆଣିକି ମଞ୍ଜି ଫଞ୍ଜି ପୋତେ। ସେଠି ଯେଉଁଠି ସେ ଗଲା ସେ ଗଛ ଉପରେ ବହୁତ ଧ୍ୟାନ ଦେଲା କେମିତି ଗୋଟେ ମଞ୍ଜିଟେ ପୋତିକି ଗଛଟେ କରିବ। କିନ୍ତୁ ଆଜିର ସମାଜ ସାଙ୍ଗମାନେ କୁହନ୍ତୁ କ'ଣ କରୁଛନ୍ତି ନିଜ ସ୍ୱାର୍ଥ ପାଇଁ ସେଇ ଗଛକୁ ବଳି ଦେଇ ଦେଉଛନ୍ତି। ଯେମିତି ଗାଈଟିଏ କ୍ଷୀର ଦେଲେ ତାକୁ ବହୁତ ଆଦର କରୁଛନ୍ତି ଆଉ ଯଦି କ୍ଷୀର ନଦେଲା ତାକୁ ହତାଦାର କରୁଛନ୍ତି। ସେଇଭଳିଆ ଗଛଟେ ଯଦି ଘରଟେ କଲେ ଯେଉଁ ଜିନିଷ ହେଲା ଗଛଟାକୁ ଆଜି ବଳି ପକା ହେଉଛି ସମାଜରେ। କିନ୍ତୁ ଗଛ ବହୁତ କମ୍ ଲୋକ ଅଛନ୍ତି ଯିଏକି ଗଛ ଲଗାଉଛନ୍ତି। ଦେଖନ୍ତୁ ସାଙ୍ଗମାନେ ଛାତ ଉପରେ ସେ କେତେ ପ୍ରକାର ଗଛ କରିଛି। ପୋଇଠୁ ଆରମ୍ଭ କରି ବୋଇତାଳୁଠୁ ଆରମ୍ଭ କରି ଲାଉଠୁ ଆରମ୍ଭ କରି ଜହ୍ନି ସବୁ ଜିନିଷ ସେ ଲଗେଇଛି। ସେ କୁଆଡ଼େ ବୁଲିବାକୁ ଯାଏ ନା ବାକି ତକ ସମୟ ରୋଷେଇବାସ କରିସାରିଲା ପରେ ସେଇ ଗଛ ପାଖରେ ନିଜ ପୁଅ ଝିଅ ଭଳିଆ ତାଙ୍କ ସହ କଥା ହୁଏ ସମୟ ବି ବିତାଏ। ଦେଖନ୍ତୁ ସାଙ୍ଗମାନେ ସବୁ ଜରିରେ ସବୁ ସେ ଗଛ ଲଗେଇଛି। ଏ ପୋଇ ଗଛ ଆଉ ସାଙ୍ଗମାନେ ସେ ଗୋବର ଟିକେ ପାଏନା ବୋଲି ଯେତେବେଳେ ମର୍ଣ୍ଣିଂ ୱାକ୍ କରିବାକୁ ଯାଏ ସେତେବେଳେ ଗୋବର ଟିକେ ଜରିରେ ଆଣିକି ତାକୁ ଶୁକାଇକି ସେଇ ଗୁଣ୍ଡ କରିକି ଏଇ ଗଛ ମୂଳରେ ଦିଏ।